ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସ୍ ପତ୍ରାପାଲି ପଞ୍ଚାୟତର କେଉଟିପାଲି ଗୋଲ୍ଡେନ୍ ହିଲ୍ ପବ୍ଲିକ୍ ସ୍କୁଲ ବାର୍ଷିକ ଉତ୍ସବ ସ୍ଥାନୀୟ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଶିକ୍ଷୟିତ୍ରୀ ତନୁଶ୍ରୀ ଶର୍ମା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସୁମି ମହାଲିଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଜିତେନ୍ଦ୍ର ବଢ଼େଇ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରକାଶ ବଢ଼େଇଙ୍କ ଅଧ୍ୟକ୍ଷତାରେ ପରିଚାଳିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଂସ୍କୃତି ଗବେଷକ ଡକ୍ଟର ଅନିରୁଦ୍ଧ କୁରକୁରିଆ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପୂର୍ବକ ଉତ୍ତମ ରାଷ୍ଟ୍ର ଗଠନରେ ଶିଶୁର ଚରିତ୍ର ନିର୍ମାଣ ଓ ସାମାଜିକ ଶୃଙ୍ଖଳାର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବରେ ସମାଜସେବୀ ଡକ୍ଟର ଜ୍ୟୋତି ନାୟକ, ସଞ୍ଜୟ କୁମାର ସାହୁ, ସୁନାଚରଣ ଦାସ, ଶିବଚରଣ ସାହୁ, ରାଜେନ୍ଦ୍ର ଶର୍ମା, ଗଜପତି ମୁଦୁଲି, ଏସ୍ ପତ୍ରାପାଲି ସରପଞ୍ଚ ସନାତନ ମହାଲିଂ, ସିଣ୍ଡୋଳ ସରପଞ୍ଚ ପ୍ରଦୀପ ଦେହୁରୀ ଯୋଗଦେଇ ଏକ ଜଙ୍ଗଲ ପରିବେଶରେ ଇଂରାଜୀ ଶିକ୍ଷାର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ। ସ୍ୱେଚ୍ଛାସେବୀ ରାଜେନ୍ଦ୍ର ମୁଦୁଲି ଓ ଭରତ ମହାଲିଂ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସାଂସ୍କୃତିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ। ଶେଷରେ ଶିକ୍ଷୟିତ୍ରୀ ଅର୍ପିତା ଗାଇଗରିଆ ଧନ୍ୟବାଦ ଅର୍ପଣ ଦେଇଥିଲେ।